ରାହୁଲ ଗାନ୍ଧୀ ମରିଯାଇ ଛାଡ଼ିକି ପୁଣି ଆପଣ କହୁଛନ୍ତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ। ରାହୁଲ ଗାନ୍ଧୀ ଆମର ସର୍ବୋଚ୍ଚ ନେତା, ଯଦି ସେ ବି ଭୁଲ କରିବେ ତାହେଲେ ଆମର କହିବାର ଅଧିକାର ଅଛି। ତାଙ୍କରି ବାକ୍ୟ ଯାହା ଥିଲା ଆମେ ମୁଁ ରିଗ୍ରେଟ୍ କରିନାହିଁ, ଏହା କହିବାର ଆବଶ୍ୟକତା ଥିଲା ଏବଂ ପରବର୍ତ୍ତୀ ଅବସ୍ଥାରେ କଂଗ୍ରେସ ପାଇଁ ଏହା ଭଲ ହବ। ଆପଣ ଜାଣିଥିଲେ ଯେ ଏଇଟା ହବ। ଦେଖନ୍ତୁ, ମୁଁ କାହା ସାଙ୍ଗେ ଆଲୋଚନା କରିନି ଏ ବିଷୟରେ, ମୁଁ ଆଲୋଚନା କରିବି ଏବଂ ତାପରେ ପରବର୍ତ୍ତୀ ନିଷ୍ପତ୍ତି ମୁଁ କହିଛି ଆପଣଙ୍କୁ ଯେ ମୁଁ ରାଜନୀତି କରିବି ଏବଂ କରିବି 24/7 ମୁଁ ରାଜନୀତି କରେ ଏବଂ ସମାଜର କାର୍ଯ୍ୟକ୍ରମରେ ମୁଁ ନିଜକୁ ନିୟୋଜିତ କରିଛି ଏବଂ ମୁଁ ଆଲୋଚନା କଲା ପରେ ପରବର୍ତ୍ତୀ ଦେଖନ୍ତୁ, ମୁଁ ଜାଣିନଥିଲି ଏପରି ଏକ କାର୍ଯ୍ୟାନୁଷ୍ଠାନ ହବ ବୋଲି, ତେଣୁ ମତେ ଟିକେ ସମୟ ଦିଅନ୍ତୁ ଚିନ୍ତା କରିବା ପାଇଁ, ଆଲୋଚନା କରିବା ପାଇଁ, ତାପରେ ପରବର୍ତ୍ତୀ ସୋଫିଆ କଂଗ୍ରେସ ଦଳର ବିଧାୟିକା ଅଛି ଏବଂ ତାର ୟା ସହିତ କିଛି ସମ୍ପୃକ୍ତି ନାହିଁ। ସେ ତାର କାର୍ଯ୍ୟକ୍ରମ ନିଜେ ସେ କଂଗ୍ରେସ ଦଳର ବିଧାୟିକା ଅଛି। ଯଦି ବିଧାୟିକା ଅଛି ତା ନିଜର ଚିନ୍ତା କରିବାର ଶକ୍ତି ଅଛି। ତେଣୁ ୟା ଭିତରେ ଦୟାକରି, ଯେହେତୁ ମୁଁ ପ୍ରଥମରୁ କହିଥିଲି ଯେ ୟା ଭିତରେ କାହାକୁ ମୁଁ ସଂଶ୍ଳିଷ୍ଟ କରିନାହିଁ, ମୁଁ ବ୍ୟକ୍ତିଗତ ଭାବରେ ଲେଖିଥିଲି ଚିଠି ଏବଂ ଯାହା ବି ହେବ ବ୍ୟକ୍ତିଗତ ଭାବରେ ମୋ ଉପରେ ହେବ। ତେଣୁ ମୁଁ ସେଥିପାଇଁ କାହାକୁ ଏଥିରେ ସଂଶ୍ଳିଷ୍ଟ କରିବାକୁ ଚାହୁଁନାହିଁ। ମୋର ଯେଉଁମାନେ ୱେଲ୍ ୱିଶର୍ ଅଛନ୍ତି, ମୁଁ ସମର୍ଥକ କଥା ବି କହୁନି, ଯେଉଁମାନେ ମୋର ୱେଲ୍ ୱିଶର୍ ଅଛନ୍ତି, ଯେଉଁମାନେ ମୋତେ ପରାମର୍ଶ ଦିଅନ୍ତି, ଆଜିକା ଘଟଣା ପରେ କ'ଣ ପରାମର୍ଶ ତାଙ୍କଠୁ ମୁଁ ଗ୍ରହଣ କରିବି, କ'ଣ କାର୍ଯ୍ୟକ୍ରମ ହବ, ପୁଣି ପରବର୍ତ୍ତୀ ଆମେ ଯେଉଁ କାର୍ଯ୍ୟକ୍ରମ ସମାଜରେ କରୁ ସେଟା ଲୋକଙ୍କ ପାଇଁ କରୁ। ମୁଁ ଆନନ୍ଦିତ ଅଛି ଯେ କଟକ ସହରବାସୀ ମୋତେ ଗ୍ରହଣ କରିଛନ୍ତି ବ୍ୟକ୍ତିଗତ ଭାବରେ ଏବଂ ଆମେ ଲୋକଙ୍କ ପାଇଁ କାର୍ଯ୍ୟକ୍ରମ କରୁଛୁ। ତେଣୁ ଇଏ ଯେଉଁ ମୁଲଚାଲ ଯେ ମୁଁ ଏଠୁ ବିଦା ହେଇଗଲି ପାଣିରେ ପଡ଼ିଯିବ ନାହିଁ, ଆମେ ଲୋକଙ୍କ ସେବା କରୁଛୁ, ସେଥିରେ କୌଣସି ପ୍ରକାର କମି ହେବ ନାହିଁ। ଆଉ କଂଗ୍ରେସ ଯେହେତୁ ମୋତେ ବହିଷ୍କୃତ କରିଦେଇଛି, ମୁଁ ତା ଉପରେ ଆଉ କୌଣସି ଟିପ୍ପଣୀ ଦେବା ଉଚିତ ମନେ କରିବି ନାହିଁ। ସମସ୍ତେ ଯେଉଁମାନେ କଂଗ୍ରେସ ଦଳରେ ଅଛନ୍ତି, ବରିଷ୍ଠ କନିଷ୍ଠ ସମସ୍ତେ ମୋର ବନ୍ଧୁ ଥିଲେ, ମୋର ବନ୍ଧୁ ଅଛନ୍ତି, ସେମାନଙ୍କ ବିଷୟରେ କିମ୍ବା କଂଗ୍ରେସ ବିଷୟରେ ମୁଁ କିଛି କହିବା ଉଚିତ ମନେ କରିବି ନାହିଁ।